सर्व श्रद्धालु भक्त मान को स्वागत करुची विनम्र प्रणाम करुची। आज श्रीमद् भगवद गीता कार्यक्रम आरंभ करवा। आमे भगवद गीता तृतीय अध्याय कर्मयोग आमे 32 नंबर श्लोक पर्यंत कंप्लीट करिचे। आज 33 नंबर श्लोक आरंभ करवा। आसंतु प्रेयर करवा। ओम अज्ञानतिमिरन्धस्य ज्ञानाञ्जनशलाकया चक्षुरुन्मीलितं येन तस्मै श्रीगुरवे नमः। नमो विष्णुपादाय कृष्णप्रेष्ठाय भूतले श्रीमते भक्तिवेदान्त स्वामिनिति नामिने। नमस्ते सरस्वती देवी गौरवाणी प्रचारिणे निर्विशेष शून्यवादी पाश्चात्य देशतारिणे। नमो महावदन्याय कृष्ण प्रेम प्रदायते कृष्णाय कृष्ण चैतन्य नामने गौरतुषे नमः। हे कृष्णा करुणा सिंधु दीनबंधु जगतपते गोपेश गोपिका कांता श्री राधा कांता नमस्तुते। तप्त कांचन गौरांगी राधे वृंदावनेश्वरी वृषभानुसुते देवी प्रणमामि हरिप्रिये। वाञ्छाकल्पतरुभ्यश्च कृपा सिन्धुभ्य एव च पतितानां पावनेभ्यो वैष्णवेभ्यो नमो नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि गौर भक्त वृंद। हरे कृष्ण 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 हरे 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 राम 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 हरे हरे। ओम नमो भगवते वासुदेवाय। ओम नमो भगवते वासुदेवाय। ओम नमो भगवते वासुदेवाय। हरे कृष्ण। तबे 33 नंबर श्लोक आमे नबा। श्लोकटी एभଳି। सदृशं चेष्टते स्वस्या प्रकृते ज्ञानवानपि प्रकृतिं जानति भूतानि निग्रह किं करिष्यति। औते देखो सदृशं चेष्टते स्वस्या प्रकृते ज्ञानवानपि प्रकृतिं जानति भूतानि निग्रह किं करिष्यति। तुमने पढ़िया इंटरेस्टेड श्लोक आवृत्ति करने को हैंड रेज कर पारंती। गुरुजी प्रणाम मु पढ़ी। हाँ पढ़ो। हरे कृष्ण। गुरुजी प्रणाम समस्त को मोर प्रणाम। तृतीय अध्याय 33 नंबर श्लोक। सदृशं चेष्टते स्वस्या प्रकृते ज्ञानवानपि प्रकृतिं जानति भूतानि निग्रह किं करिष्यति। आर अर्थ समस्त प्राणी प्रकृति को प्राप्त हुअन्ति अर्थात निज स्वभावर परिवश होई कर्म करती। ज्ञानवान व्यक्ति मध्य निज प्रकृति अनुसारे चेष्टा करती। तेणु एथिरे काहार जिद बा कौन करिवो। प्रणाम गुरुजी। हरे कृष्ण। तबे एई भଳି ये श्लोकटी आमे बर्तमान देखिबा जे एक्चुअली गोटे सेकंड माने आमे जो श्लोकटी बर्तमान जो श्लोकटी आमे चलीचे या पूर्वरु जस्ट पूर्व श्लोक रे आमे विद्वान अविद्वान एमान विषय आमे चर्चा करथिले।
ମାନେ विद्वान अविद्वान एमान विषय में डिस्कसन करते जस्ट पूर्व श्लोक ଆମେ ଦେଖିଥିଲେ ଯେ ଅବିଦ୍ୱାନ ମାନେ ଯୋଉମାନଙ୍କର ଫେଥ ନାହିଁ ବିଶ୍ୱାସ ନାହିଁ କାହା ଉପରେ ଭଗବାନଙ୍କ ଉପରେ ଏବଂ ଶାସ୍ତ୍ରରେ ଯୋଉ ଦିଆ ହେଇଛି ନିୟମ ଯୋଉ ନିର୍ଦ୍ଦେଶ ଦିଆ ହେଇଛି ତା ଉପରେ ମଧ୍ୟ ବିଶ୍ୱାସ ନାହିଁ ଆମେ ତାଙ୍କ ବିଷୟ ଆଲୋଚନା କଲେ କିନ୍ତୁ ଗୋଟେ କ୍ୱେଶ୍ଚିନ୍ ଆସିପାରେ ଯେ अर्जुनଙ୍କର ଏଟା ସ୍ୱାଭାବିକ क्वेश्चन ଆସିପାରେ ଯେ ଶାସ୍ତ୍ର ବିଭିନ୍ନ ପ୍ରକାରର ନିୟମ ଡୁଜ ଆଣ୍ଡ ଡୋଣ୍ଟସ୍ ଏଭଳି ବିଭିନ୍ନ ପ୍ରକାରର ଦଉଛନ୍ତି ଶାସ୍ତ୍ର କୃଷ୍ଣ ମଧ୍ୟ ସେଭଳି ଅନେକ ନିର୍ଦ୍ଦେଶ ଦେଇଛନ୍ତି କିନ୍ତୁ ଯଦି এই ଯୋଉ ନିର୍ଦ୍ଦେଶ ବା ଆଦେଶ ବା ଉପଦେଶ ବା ଶିକ୍ଷା କୃଷ୍ଣଙ୍କର ଆକୁ ଯଦି ଆମେ ଅନୁସରଣ କରୁନେ ତାହେଲେ ତା ପାଇଁ ମଧ୍ୟ ଶାସ୍ତ୍ର କହୁଛି ବା କୃଷ୍ଣ କହିଛନ୍ତି ଦଣ୍ଡ ଅଛି ପନିଶମେଣ୍ଟ ଅଛି ଆମେ କର୍ମବନ୍ଧନରେ ପଡିବା ଏଇ ତ ପନିଶମେଣ୍ଟ ଆଉ କଣ ପନିଶମେଣ୍ଟ ତେଣୁ ଅର୍ଜୁନଙ୍କର ଏଠି ଗୋଟେ ସ୍ୱାଭାବିକ ପ୍ରଶ୍ନ ଆସୁଛି ଯେ ଏଇ ଯୋଉ ଲୋକମାନେ ଏମାନେ କଣ ଭୟ କରୁନାହାନ୍ତି ଏଇ ଯୋଉ ଦଣ୍ଡ ଯୋଉ ଶାସ୍ତ୍ରରେ ବିଭିନ୍ନ ଦଣ୍ଡ ରଖା ହେଇଛି ଯଦି ଶାସ୍ତ୍ର ଫଲୋ ନ କରିବା କଥା କଣ ଅର୍ଜୁନ ଏଇଭଳି କୃଷ୍ଣଙ୍କୁ ତାଙ୍କର ସ୍ୱାଭାବିକ ପ୍ରଶ୍ନ ପଚାରି ପାରନ୍ତି ତେଣୁ କୃଷ୍ଣ କଣ କରୁଛନ୍ତି ଆକ୍ଚୁଆଲି ଏଇ ଶ୍ଲୋକରେ ସେ ବହୁତ ସୁନ୍ଦର ଭାବରେ ସେ ତାଙ୍କର ଗୋଟେ ପରିପକ୍ୱ ବୁଝାମଣା ଆମକୁ ଦଉଛନ୍ତି ଯଦି ଆମେ ଏ ଶ୍ଲୋକଟିକୁ ବୁଝିଯିବା ଏ ଖାଲି ଏ ଶ୍ଲୋକ ନୁହେଁ ଏ ଶ୍ଲୋକ ପରେ ଆଉ ଦୁଇଟି ଶ୍ଲୋକ ମଧ୍ୟ ଆସିବ ଏ ତିନୋଟି ରିଲେଟେଡ୍ ଶ୍ଲୋକ ଯଦି ଆମେ ବୁଝିଗଲେ ୟାକୁ ତାହେଲେ ଆମ ପାଇଁ ବହୁତ ସହଜ ହବ ଯୋଉ ଲୋକମାନେ ଆମ ଚାରିକଡ଼ରେ ଅଛନ୍ତି ତାଙ୍କୁ ବୁଝିବା ପାଇଁ ଏବଂ ତାଙ୍କ ସାଙ୍ଗରେ ଆମେ କେମିତି ବ୍ୟବହାର ବି କରିବା ତା ମଧ୍ୟ ଆମେ ଜାଣିପାରିବା କାହିଁକି ନା ଆମେ ଯାହା ଦେଖୁଛେ ଆମେ କଣ ଦେଖୁଛେ କେବଳ ସ୍ଥୂଳ ସ୍ତରର ଜିନିଷକୁ ଆମେ ଦେଖୁଛେ ସୂକ୍ଷ୍ମ ସ୍ତରଟାକୁ ଆମେ ଦେଖିପାରୁନେ କୃଷ୍ଣ ଯାହା ବର୍ତ୍ତମାନ ଏଠି କହିବାକୁ ଯାଉଛନ୍ତି ସେ ସୂକ୍ଷ୍ମ ସ୍ତରର କଥାଟା କହିବେ ସଟଲ୍ ପ୍ଲାଟଫର୍ମ କଥା କହିବେ ଗ୍ରସ୍ ଯୋଉଟା ଗ୍ରସ୍ ପ୍ଲାଟଫର୍ମ ସେଟା ତ ଆମେ ଦେଖୁଛେ ଶରୀରଟାକୁ ଦେଖୁଛେ କିନ୍ତୁ ଯୋଉ ସଟଲ୍ ପ୍ଲାଟଫର୍ମ ଆମ ମନ ବୁଦ୍ଧି ଅହଙ୍କାର ଯୋଉ ମନରେ ଯୋଉ କଣ ମାନେ ମନର ଅବସ୍ଥା କଣ ସେ ଜିନିଷଟା କୃଷ୍ଣ ଜାଣିଛନ୍ତି ତେଣୁ ସେ ଆମକୁ ଏ ଶ୍ଲୋକରେ କହିବେ ତେଣୁ ଆମେ ଯେତେବେଳେ ବୁଝିଯିବା ଯେ ସେଇ ଲୋକଟିର ମାନେ ମନ ଭିତରେ କଣ ଚାଲିଛି ସୂକ୍ଷ୍ମ ସ୍ତରରେ କଣ ଚାଲିଛି ତାର ଆମେ ଯାହାକୁ ଦେଖିପାରୁନେ ତାହେଲେ କଣ ହବ ନା ଆମେ ବୁଝିବାକୁ ଚେଷ୍ଟା କରିବା ସେ ଲୋକକୁ ଯେ ତାର କଣ ଘଟୁଛି ତାପରେ ଆମକୁ ଏ ସହଜ ହବ ତା ସାଙ୍ଗରେ ଡିଲ୍ କରିବା ପାଇଁ ତେଣୁ ଇଏ ଗୋଟେ ପ୍ରାକ୍ଟିକାଲ ଶ୍ଲୋକ ତେଣୁ ଚାଲନ୍ତୁ ଦେଖିବା ଯେ କଣ କୃଷ୍ଣ କହୁଛନ୍ତି ଏ ଶ୍ଲୋକ ଉପରେ ଆମେ ତାକୁ ବୁଝିବାକୁ ଚେଷ୍ଟା କରିବା ଏଠି କହୁଛନ୍ତି ପ୍ରଥମେ ଫାର୍ଷ୍ଟ ଲାଇନରେ ଦେଖନ୍ତୁ ଫାର୍ଷ୍ଟ ଲାଇନରେ ସେ କଣ କହିଲେ ଜ୍ଞାନବାନ ଅପି ଯୋଉମାନେ ନଲେଜେବଲ ଯୋଉମାନେ ଜ୍ଞାନୀ ବା ବିଦ୍ୱାନ କଣ କରୁଛନ୍ତି ଚେଷ୍ଟାତେ ସେମାନେ କର୍ମ କରିବାକୁ ଚେଷ୍ଟା କରୁଛନ୍ତି କେମିତି ସଦୃଶଂ ସ୍ୱସ୍ୟାଃ ସଦୃଶଂ ମାନେ ଆକର୍ଡିଂ ଟୁ ଅନୁସାରେ କା ଅନୁସାରେ ସ୍ୱସ୍ୟାଃ ଯୋଉ ଗୁଣ ସେମାନେ ଆକ୍ୱାର କରିଛନ୍ତି ଗେନ୍ କରିଛନ୍ତି ଯୋଉ ଗୁଣ ଲାଭ କରିଛନ୍ତି ପାଇଛନ୍ତି ସେ ଗୁଣ ଅନୁସାରେ ସେମାନେ କର୍ମ କରିବାକୁ ଚେଷ୍ଟା କରୁଛନ୍ତି କିଏ ବିଦ୍ୱାନ ମାନେ ଜ୍ଞାନବାନ ଅପି ଚେଷ୍ଟତେ ସଦୃଶଂ ସ୍ୱସ୍ୟାଃ ଏଇଭଳି ସେମାନେ କରିବାକୁ ଚେଷ୍ଟା କରୁଛନ୍ତି କିନ୍ତୁ କୃଷ୍ଣ କହୁଛନ୍ତି ଖାଲି ଜ୍ଞାନବାନ ନୁହନ୍ତି ଖାଲି ବିଦ୍ୱାନ ନୁହନ୍ତି ସେ କହୁଛନ୍ତି ମାନେ ସମସ୍ତେ ଗୁଣ ଅନୁସାରେ କରୁଛନ୍ତି ସେଥିପାଇଁ ସେ ସେକେଣ୍ଡ ଲାଇନରେ କହୁଛନ୍ତି ପ୍ରକୃତି ଯାଆନ୍ତି ଭୂତାନି ଯେତେ ଜୀବ ପ୍ରତ୍ୟେକ ଏଭ୍ରିୱାନ୍ ସେ କର୍ମ କରୁଛି ତାର ଗୁଣ ଅନୁସାରେ ଯୋଉ ଗୁଣକୁ ସେ ହାସଲ କରିଛି
କେମିତି ହାସଲ କରିଛି? ବହୁ ଜନ୍ମରୁ ସେ ଗୁଣ ଅନୁସାରେ କର୍ମ କରି 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 ସେ ଗୁଣ ତାର, ସେ ଗୁଣର ଅଧିକାରୀ ସେ ହେଇଯାଇଛି। ସେଇ ଗୁଣ ଅନୁସାରେ ସେ କର୍ମ କରୁଛି। ପ୍ରକୃତି ଯାଆନ୍ତି ଭୂତାନି। ସେଥିପାଇଁ ଭଗବାନ କହୁଛନ୍ତି ନିଗ୍ରହ କିଂ କରିଷ୍ୟତି। ମୁଁ ଯୋଉ ନିୟମ ଗୁଡାକ ତିଆରି କରିଛି, ଯଦି ବା ସେ ନ ମାନିବ ହବ କଣ ତାର? ସେ ତ ଗୁଣର କର୍ମ ଅନୁସାରେ, ମାନେ ଗୁଣର ଅନୁସାରେ କର୍ମ କରୁଛି, ସେ ତ ବାଧ୍ୟ କରିବାକୁ। ତେଣୁ ମୁଁ ନିୟମ ତୋଳିଲେ ରଖିଛି ଯେ ହଁ ଦଣ୍ଡ ପାଇବ, ତାର ଲାଭ ସେ ଭୟ କାହିଁ କରିବ? ସେ ତ ଜାଣୁନି ନା। ସେ ସେୟା କହୁଛନ୍ତି ଯେ ମୁଁ ଯୋଉ ନିୟମ ତିଆରି କରିଛି ବା ଯୋଉ ପନିଶମେଣ୍ଟ କଥା ରଖିଛି, ସେଥିର ଲାଭ କଣ? ସେ ତ ଅଟୋମେଟିକାଲି କାମ କରୁଛି ଗୁଣ ଅନୁସାରେ, ସେ ମଜବୁର। ଏଇଭଳି କହୁଛନ୍ତି। ତାମାନେ ଭଗବାନ କହିବାକୁ ଚାହୁଁଛନ୍ତି ବାଇ ଫୋର୍ସ, ମାନେ ଜବରଦସ୍ତି ଆମେ ଜଣକୁ କରେକ୍ଟ କରିବାକୁ ଚେଷ୍ଟା କରିବା ଯେ ଗୁଣ ଅନୁସାରେ କର୍ମ କରନା, ଏ ସମ୍ଭବ ନୁହେଁ। କାହିଁକି ନା ଏଇଟା ସେ କହୁଛନ୍ତି ହାର୍ଡୱେयर ପ୍ରୋବ୍ଲେମ ନୁହେଁ, ଏଇଟା ସଫ୍ଟୱେୟାର ପ୍ରୋବ୍ଲେମ। ତେଣୁ ଦେଖିବା, ଚାଲନ୍ତୁ ଆମେ ଶ୍ଲୋକଟାକୁ କେମିତି ଆମ ଜୀବନରେ ମାନେ ତାକୁ ଉତାରି ପାରିବା। ତେବେ ଏଠି ଯୋଉ ଆମେ କହୁଛେ ଯୋଉ ସମସ୍ୟାଟା ହାର୍ଡୱେୟାର ପ୍ରୋବ୍ଲେମ ବା ସଫ୍ଟୱେୟାର, ମାନେ ହାର୍ଡୱେୟାର ଆମେ ଆମେ କହୁଛେ ଏଇଟା ଯେ ସଫ୍ଟୱେୟାର ପ୍ରୋବ୍ଲେମ, ସୂକ୍ଷ୍ମ ସ୍ତରରେ, ଶରୀର ସ୍ତରରେ ନୁହେଁ। ଏ ଡିଫେକ୍ଟଟା, ଏଇ ଯୋଉ ସମସ୍ୟାଟା ଆମର ରହିଛି ଆଭ୍ୟନ୍ତରୀଣ ସ୍ଥଳରେ। ଆଉ ଇଏ ମାନେ ଏ ଗୁଣଟି ଇଏ ଇନହେରେଣ୍ଟ, ମାନେ ଆମ ଭିତରେ ସେ ରହିଛି, ଏ ପ୍ରବୃତ୍ତି ଆମର କୋଉ ଜନ୍ମରୁ, ଜନ୍ମ ଜନ୍ମରୁ ଏ ରହିଛି ପ୍ରବୃତ୍ତି। କେବଳ ଏଇ ଲାଇଫ ଟାଇମରେ ଯେ ଆମେ ତାକୁ ଆକ୍ୱାର କରିଛେ ତା ନୁହେଁ। ଇଏ ଆମର ବହୁତ ପୂର୍ବରୁ, ଯୁଗ ଯୁଗ ଧରିକି ଆମେ ଯେତେ ଜନ୍ମ ନେଲେଣି ଏଇଭଳି କର୍ମ କରିଛେ, ସେ ପର୍ଟିକୁଲାର ଗୁଣରେ ଆମେ କର୍ମ କରିଛେ ଏବଂ ସିଏ ଆମର କଣ୍ଡିସନିଂ ହେଇଯାଇଛି। କଣ୍ଡିସନିଂ, ଦ୍ୟାଟ୍ ୱାର୍ଡ ଇଜ ଇମ୍ପୋର୍ଟାଣ୍ଟ। ଏବଂ ସେ କଣ୍ଡିସନିଂ ହବା ଫଳରେ ଆମେ ସେ ଗୁଣର ପ୍ରଭାବରେ କର୍ମ କରିବାକୁ ବାଧ୍ୟ ହଉଛେ। ଯାହା ଫଳରେ ଆମେ କଣ କରୁଛେ ନା ଯୋଉ କର୍ମ କରୁଛେ ଗୋଟେ ପର୍ଟିକୁଲାର, ମାନେ ଇନ୍ ଏ ସର୍ଟେନ୍ ୱେ ଗୋଟେ ଆମେ କର୍ମଟା କରୁଛେ, ବା ଯାହା ଭାବୁଛେ ଗୋଟେ ପର୍ଟିକୁଲାର ୱେରେ ଆମେ ଭାବୁଛେ, ଗୋଟେ କର୍ମ ବି ପର୍ଟିକୁଲାର ୱେରେ କରୁଛେ, ଆମେ ବ୍ୟବହାର ବି ପର୍ଟିକୁଲାର ୱେରେ କରୁଛେ ସେଇ ଗୁଣ ଅନୁସାରେ। କାହିଁକି ନା ଆମର ଏଇଭଳି କରି କରିକି ସେଟା କଣ୍ଡିସନିଂ ହେଇଯାଇଛି। କାହିଁକି ଏ ଅବସ୍ଥା ଆମର ଆସିଲା? ଯେ ଆମେ ପର୍ଟିକୁଲାର ୱେରେ ଆମେ ଚିନ୍ତା କରୁଛେ ଏବଂ ପର୍ଟିକୁଲାର ୱେ, ମାନେ ଅଟୋମେଟିକାଲି ଆମେ ଚିନ୍ତା କରୁଛେ, ପର୍ଟିକୁଲାର ୱେରେ ଆମେ ଅଟୋମେଟିକାଲି କର୍ମ କରୁଛେ। କୃଷ୍ଣ କହୁଛନ୍ତି ପର୍ଟିକୁଲାର ୱେରେ ଆମେ ଅଟୋମେଟିକାଲି ବିହେଭ କରୁଛେ। ଏ ଅବସ୍ଥା ଆସିଲା କାହିଁକି? କହୁଛନ୍ତି ବିକଜ ଅଫ କଣ୍ଡିସନିଂ। ଆମେ ଏଇଭଳି କରି 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 ଆମେ କଣ୍ଡିସନ ହେଇଯାଇଛେ। ଆମର ସେ ଗୋଟେ ପ୍ରବୃତ୍ତି ଭଳିଆ ଗୋଟେ ସେ ସୃଷ୍ଟି ହେଇଛି ଆମର। ଯୋଉ ଜଗତରେ ଆମେ ବଞ୍ଚୁଛେ, ଆମେ ସେ ଜଗତରେ କଣ୍ଡିସନିଂ ହେଇଛି। ଫର ଏକ୍ସାମ୍ପଲ, ଧରନ୍ତୁ ଗୋଟେ ଚୋର ଚୋରି କରୁଛି, କଲା ପରେ କଣ ହଉଛି? ଜେଲ ଯାଉଛି। ତେଣୁ ଏ ଯୋଉ ଚୋରି କରିବା, ଏ ପ୍ରବୃତ୍ତିଟା ତାର ଏ ଜନ୍ମରୁ ନୁହେଁ, ଏ କଣ୍ଡିସନିଂ, ଇଏ ବହୁ ଜନ୍ମରୁ କରି 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 ସେ ତାର ଏଭଳି ଅଭ୍ୟସ୍ତ ହେଇଯାଇଛି, ସେଇ ପର୍ଟିକୁଲାର ଗୁଣର ଅଧୀନରେ ରହିକି ଏ ଚୋରି କରୁଛି ନିଜର ଇନ୍ଦ୍ରିୟ ଭୋଗ ପାଇଁ, ସେ ପର୍ଟିକୁଲାର ଗୁଣରେ ରହିକି। ଏବଂ ତାର ଅବସ୍ଥା କଣ ହେଇଛି ନା ଜେଲ। ଆମର ବି ସେଇଭଳିଆ ଅବସ୍ଥା। କଣ ନା ଆମେ ଏଇଭଳି ପର୍ଟିକୁଲାର ଗୁଣର ପ୍ରଭାବରେ ରହିକି କର୍ମ କରି କରି ଆମେ ଗୋଟେ ଅବସ୍ଥା କ୍ରିଏଟ କରିଛେ, ଆମେ କଣ୍ଡିସନ ହେଇଯାଇଛେ। ସେଇ ଅନୁସାରେ ଆମେ କରୁଛେ, ମାନେ ସେଟା ହଉଛି ଆମର ଇନ୍ଦ୍ରିୟ ଭୋଗ ପାଇଁ ଆମେ କର୍ମ କରୁଛେ ଏଇ ପର୍ଟିକୁଲାର ୱେରେ। ଆଉ ଆମର କିଛି ନାହିଁ। ଆମର ଯାହା କର୍ମ, ଆମର ଯାହା ଭାବନା, ଆମର ଯାହା ବ୍ୟବହାର ସବୁ ଇନ୍ଦ୍ରିୟ ଭୋଗ ଆଡେ। ଫଳରେ କଣ ହେଇଛି ନା ଆମର ଅବସ୍ଥା କଣ? ଯେମିତି ଚୋର ଜେଲରେ, ଆମେ ସେମିତି
ଏ ଭୌତିକ ଜଗତର ଜେଲରେ ଆମେ ରହିଛେ, କର୍ମ ବନ୍ଧନ ୟାକୁ କହନ୍ତି। ଆମେ ଏଇଠି ପଡି ଯାଇଛେ, ଏଠୁ ଆମେ ବାହାରି ପାରୁନେ, ଆମର ନିଜ ଘରକୁ ଆମେ ଯାଇ ପାରୁନେ। ତେଣୁ ଏ କଣ୍ଡିସନ, ଦିସ୍ କଣ୍ଡିସନିଂ ହାଜ ବ୍ରଟ୍ ଆବାଉଟ୍ ଦିସ୍ କଣ୍ଡିସନ। ଆମର ଯୋଉ ବାରମ୍ବାର ଏଇଭଳି ଆମେ ଗୋଟେ ଗୁଣରେ କର୍ମ କରି 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 ଆମେ କଣ୍ଡିସନ ହେଇଯାଇଛେ, ସେ କଣ୍ଡିସନିଂଟା ଆମର ଏଇଭଳି କଣ୍ଡିସନ ସୃଷ୍ଟି କରିଛି ଯେ ଆମେ କର୍ମ ବନ୍ଧନରେ ପଡିଛେ, ଆମେ ଜଗତକୁ ଛାଡିକି ଯାଇ ପାରୁନେ। ଏ କଣ୍ଡିସନିଂ କଣ? ଏ କଣ୍ଡିସନିଂ ଆଉ ଟିକେ ଭଲ କି ବୁଝିବା ଆମେ। ଏ କଣ୍ଡିସନିଂ ହଉଛି ଗୋଟେ ପର୍ଟିକୁଲାର ଟାଇପ ଅଫ ମାଇଣ୍ଡ ସେଟ୍, ମାନସିକତା। এই ମାନସିକତାଟା କେମିତି ଆସିଲା ନା, ଯେତେବେଳେ ଆମେ ରିପିଟେଡଲି କୌଣସି ମାନେ କୌଣସି ଜିନିଷକୁ ଚିନ୍ତା କରୁଛେ, କୌଣସି କର୍ମକୁ ଆମେ ରିପିଟେଡଲି କରୁଛେ, ବା କୌଣସି ବ୍ୟବହାର ଆମେ ରିପିଟେଡଲି ଦେଖଉଛେ, ରିପିଟେଡଲି এইଭଳି ରିପିଟ କରି 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 ବହୁ ଜନ୍ମରୁ ରିପିଟ କରି କରି ସେ ପର୍ଟିକୁଲାର ୱେରେ ଆମେ କଣ୍ଡିସନିଂ ହଉଛେ। ଆମର ଗୋଟେ ଇମ୍ପ୍ରେସନ ତିଆରି ହଉଛି ମାଇଣ୍ଡରେ, ସେ ପର୍ଟିକୁଲାର କର୍ମର ବା ଭାବନାର, ଚିନ୍ତାଧାରାର ଏବଂ ଆମର ବ୍ୟବହାର। ଇମ୍ପ୍ରେସନ୍ସ ମାନେ ଛାପା, ଦାଗ ସେ ରହିଯାଉଛି ଆମ ମନରେ। ଏ ମନ ଯେତେବେଳେ ମୃତ୍ୟୁ ହଉଛି, ଏ ମନ ଆତ୍ମାକୁ ଧରିକି, ସେ ମନ ଭିତରେ ଥିବା ଇମ୍ପ୍ରେସନକୁ ଧରିକି ଆଉ ଗୋଟେ ଶରୀରକୁ ଯାଉଛି। ସେଇ ଶରୀରରେ ପୁଣି ସେଇ ଇମ୍ପ୍ରେସନ ଅନୁସାରେ ଅଟୋମେଟିକାଲି କାମ କରୁଛି। ସେଥିପାଇଁ କହୁଛନ୍ତି ସଦୃଶଂ ସ୍ୱସ୍ୟ। ସେଇ ଗୁଣର ଅଧିକ, ସେଇ ଗୁଣରେ ସେ ଯୋଉ ଇମ୍ପ୍ରେସନ କ୍ରିଏଟ ହେଇଛି ତାର ଜନ୍ମ ଜନ୍ମ ଧରି, ସେ ସେଇ ଇମ୍ପ୍ରେସନ ଅନୁସାରେ ପୁଣି କର୍ମ କରୁଛି। ତାମାନେ ସେ ଯୋଉ ଇମ୍ପ୍ରେସନ ମାଇଣ୍ଡରେ ତିଆରି କରିଛି, ଯୋଉ ମାନସିକତା ସେ ସୃଷ୍ଟି କରିଛି, ସେ ମାନସିକତା ତାକୁ ଫୋର୍ସ କରୁଛି। that those impressions ମାନେ impulse us to act, behave, think in a particular way। ଯଦିଓ ଆମେ ଆମର ଇଚ୍ଛା ବିରୁଦ୍ଧରେ ବି ସେଇଟା ହେଲେ ବି ମଧ୍ୟ ଆମେ ବାଧ୍ୟ ହଉଛେ କର୍ମ କରିବାକୁ। ଆମେ ଯଦିଓ ନ ଚାହୁଁଛେ, ଆମେ ମଜବୁର। ସେଥିପାଇଁ ଭଗବାନ କହୁଥିଲେ, ଯୋଉ 27 ନମ୍ବର ଶ୍ଲୋକରେ ସେ କହୁଥିଲେ ଯେ ଅହଙ୍କାର ବିମୂଢାତ୍ମା କର୍ତ୍ତାହଂ ଇତି ମନ୍ୟତେ। ମୁଁ ଭାବୁଛି ମୁଁ କରୁଛି, କିନ୍ତୁ ଆକ୍ଚୁଆଲି ପ୍ରକୃତିର 3 ଗୁଣରେ ସବୁ ହଉଛି। ସେଥିପାଇଁ ଭଗବାନ ସେଠି କହୁଥିଲେ। କାହିଁକି ନା ଏମିତି ଏଠି ଭଗବାନ ଏକ୍ସପ୍ଲେନ କରୁଛନ୍ତି ଯେ ଆମେ ଏଇଭଳି ଗୋଟେ ପର୍ଟିକୁଲାର ଗୁଣରେ କାମ କରି 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 ଆମର ଇମ୍ପ୍ରେସନ ଆମ ମାଇଣ୍ଡରେ କ୍ରିଏଟ କରିଛେ। ସେଇ ଇମ୍ପ୍ରେସନ ଯୋଉ ଦାଗ ରହିଛି, ଯୋଉ କର୍ମ ବାସନା ରହିଯାଇଛି, ଆମେ ଯେତେବେଳେ ଅନ୍ୟ ଶରୀରକୁ ଯାଉଛେ, ସେଇ କର୍ମ ସେଇ ମନ ବୁଦ୍ଧି ଅହଙ୍କାର ବି ଯାଉଛି, ଏବଂ ସେଇ ମନରେ ଥିବା ଯୋଉ ଷ୍ଟୋର ହେଇକି ରହିଛି କର୍ମ ବାସନା ବା ଇମ୍ପ୍ରେସନ, ସେଇ ଅନୁସାରେ ପୁଣି ଆମେ କର୍ମ କରିବାକୁ ବାଧ୍ୟ ହଉଛେ। ଆଉ କର୍ମ ବାସନାର ଅର୍ଥ ହଉଛି ଆମେ ଇନ୍ଦ୍ରିୟ ଭୋଗ ପାଇଁ କର୍ମ କରୁଛେ। ଯେମିତି ମାନେ ଉଦାହରଣ ସ୍ୱରୂପ ଗୋଟେ ଟ୍ରେନ ଯାଉଛି ବହୁତ ସ୍ପିଡରେ ଯାଉଛି, ଏବଂ ସେ ଟ୍ରେନଟି ଯେତେବେଳେ ଡ୍ରାଇଭର ସଲିଡ ବ୍ରେକ୍ ମାରୁଛି, ସେ ଟ୍ରେନ କଣ ସେଇଠି ରହୁଛି? ସେ ଆହୁରି ½ କିଲୋମିଟର ଦୂରକୁ ଘୁଞ୍ଚି ଯାଉଛି। ଯୋଉଠି ବ୍ରେକ୍ ମାରିଲା ସେଠି ରହୁନି। କାହିଁକି ନା ଆକୁ ଆମେ ଫୋର୍ସ ବା ଇନର୍ସିଆ କହୁଛେ। କଣ ହଉଛି ନା ଏଠି ସେ ଯୋଉ କଣ୍ଡିସନିଂଟା ତିଆରି କରିଛି, ଯୋଉ ଗତି କରିବାର କଣ୍ଡିସନିଂଟା ତାର ସୃଷ୍ଟି ହେଇଛି, ସେ ସଡନ ତାକୁ ବନ୍ଦ କରିପାରୁନି। ସେ ତାକୁ ଭିଡ଼ି ନଉଛି ଆଗକୁ, ତାକୁ ମଜବୁର କରୁଛି ମାନେ ଫୋର୍ସିବଲି ଆହୁରି ଆଗକୁ ପଳେଇବା ପାଇଁ। ଯୋଉମାନେ ବମ୍ବେରେ ଲୋକାଲ ଟ୍ରେନରେ ଯାଇଥିବେ, ତାଙ୍କର ଭଲ ଏକ୍ସପିରିଏନ୍ସ ଥିବ। ଲୋକାଲ ଟ୍ରେନରେ ଦେଖିବେ ଯେତେବେଳେ ଓହ୍ଲେଇବାକୁ ହୁଏ, ସମସ୍ତେ ବାଟ ପାଖକୁ ଆସି ଯାଇଥାନ୍ତି। ସେ ବାଟ ପାଖରେ ଯିଏ ଥିବ, ଓହ୍ଲେଇବା ବ୍ୟକ୍ତି ବା ନ ଓହ୍ଲେଇବା ବ୍ୟକ୍ତି ଯଦି ବି ଅଛି, ସେ ଇଚ୍ଛା ନଥିଲେ ବି ନ ଓହ୍ଲେଇବା ପାଇଁ ସେ ବାଧ୍ୟ ହବ ଓହ୍ଲେଇବାକୁ। କାହିଁକି ନା ପଛରୁ ଏତେ ଫୋର୍ସ ଆସିବ ଯେ ସେ ତାକୁ ମାନେ ପେଲି ନେଇକି ବାହାରେ ଥୋଇଦେବେ। ଅର୍ଥାତ୍ ସେ ନିଜେ ନ ଚାହୁଁଥିଲେ ମଧ୍ୟ ସେ ଆକ୍ଟ ବାହାରିବାକୁ ବାଧ୍ୟ ହେଲା। ଏ ହଉଛି କଣ୍ଡିସନିଂ। ତେଣୁ
ଏଠି ଭଗବାନ କହୁଛନ୍ତି ଯେ ଏଇ ଯୋଉ ଇମ୍ପ୍ରେସନ୍ସ ଗୁଡାକ କ୍ରିଏଟ ହେଇଛି କୋଉଠି ମନରେ ଯୁଗ ଯୁଗ ଧରିକି ଏବଂ ସେ ଇମ୍ପ୍ରେସନ ଆମେ କାମ କରୁଛେ ସେ ଇମ୍ପ୍ରେସନ୍ସ ଗୁଡାକ ହଉଛି ସେ ଦାଗ ବା ସେ ଛାପା ଆମ ମନରେ ଯୋଉ କର୍ମ ବାସନା ସେଗୁଡାକ ହଉଛି ଆମର ବ୍ୟାଡ ହ୍ୟାବିଟ୍ସ। ହ୍ୱାଇ ବ୍ୟାଡ ହ୍ୟାବିଟ୍ସ? ଯୋଉଟା କି ମନରେ ଷ୍ଟୋର ହେଇକି ଅଛି ଏବଂ ଆମେ ସେଇ ବ୍ୟାଡ ହାବିଟ୍ସ ଗୁଡା କ୍ରିଏଟ କାହିଁକି ହେଇଛି ନା କୌଣସି ଆକ୍ସନ କୌଣସି ବିହେଭିୟର କୌଣସି थॉट प्रोसेस आम रिपीटेडली करिचे फल से बैड हैबिट्स माने इंप्रेशन है कि माइंड रे रही कंडीशनिंग हो जाइए एवं आमे ताकू बैड हैबिट्स कहूचे कहीं बैड हैबिट्स कहूचे ना सी आमको माने कौन कौन बाध्य करुच्ची से अनुसार कौन गुण अनुसार की कर्म करवा केवल इंद्रिय भोग काम करवा तेणु दे आर बैड हैबिट्स आ कर्म बंधन रे आमे पड़ुचे यही कहूँ कर्म बंधन कारण तेणु एगुड़िक है बैड हैबिट्स इंप्रेशंस केतक अच्छी आध्यात्मवादी श्लोकटा देखु ये भल श्लोकटे माने केतक आध्यात्मिकवादी अच्छा जो माने बाहर को देखे हुंती बहुत किसी जानी विज्ञान विषय जानी आध्यात्मिक ज्ञान तांकर भल अच्छी किंतु ये बाहर को देखती किंतु भितर भितर से माने सड़ुचंदी कोठी सड़ुचंदी ना गुणर पर्टिकुलर मोड जो ता अनुसार कर्म करिकि से माने सड़ुचंदी इंद्रिय भोग करूचंदी एवं सड़ुचंदी कर्म बंधन में पड़िचंदी अर्थात प्रकृतिर तीन गुण को से माने सरपास करि पारनांती अतिक्रम करि पारनांती किंतु एभली काहे करचंदी तांकर लक्ष्य कोन तांकर किछि दरकार फॉलोअर्स कई लोक अनुसरण करेंगे एवं सेतिपाई सेमानकु से बहुत भल भल कथा कहिबे एवं को कथा कहिबे ना लोक जहाँ चाहूचंती लोकंको रियली जहाँ दरकार से कथा कहिबेनी बा लोक जदि जो जिनस को लाइक करूनांदी से कहिबेनी लोकंको धर लोकंको लाइक करूनांदी जे इंद्रिय भोग कले कर्म बंधन सुनिया को नाही से ता विषय कहिबेनी सेतिपाई तांकर बहुत फॉलोअर्स किंतु लाभ कौन जो लोक एत फॉलोअर्स किंतु से स्ट्रगल करुच्ची तार निजर प्रवृत्ति सांगे तार जो पापमय कर्म से स्ट्रगल करुच्ची कहीं ना भितर जो इंप्रेशन अच्छी से इंप्रेशन अनुसार से कर्म करुच्ची से तीन गुण को पार करि पारिनी जोटा जहा फल से शांति रे रही पारुनी कि जीवन रे संतोष पाउनी से बहुत बड़ बड़ कथा कही ही पारे किंतु कहवाटा गोटे बड़ कथा नहीं पारा को शुआ को आमे जदि शिखई दवा से भी कहूँ कथा ना से भी आध्यात्मिक कथा कहता शिखे तो कहवाटा गोटे बड़ जिनस नुहे कोट गोटे पढ़ा कि मन रखीदवा और कहीदवा तेणु भगवान कहते एमती गोटे कहवा जिनस नुहे ये बुकिश नॉलेज नुहे ये हूँ माने अबाउट रियलाइजेशन एवं आत्म अनुभूति आम जहाँ कहे आत्म अनुभूति एवं आम निज जीवन रे इम्प्लीमेंट करवा पालन करवा दैट इज इम्पोर्टेंट सेमती आम देखुचे शिक्षा स्तर बहुत लोक बहुत आगु को जाइछंती समानकर बहुत बुद्धि बहुत ज्ञान किंतु से माने भौतिक प्रकृतिर तीन गुण अधीन से माने बहुत दिन आसोसिएटेड होइकी अछंती फल से माने कर्म बंधन रे अछंती एवं जीवन रे सुख दुख सब प्रकार पाउचंती भोगुचंती किंतु से जस्टिफाई कर सुख दुख जीवन रो हिस्सा बोली कहउचंती पार्ट ऑफ लाइफ यस इट इज पार्ट ऑफ लाइफ ऑफ हुज कार कंडीशन लिविंग एंटिटी जो माने बद्ध जीव तांको पाई जो मानकर लाइफ जो माने
ମାନେ କଣ୍ଡିସନିଂ ହେଇଛନ୍ତି ପର୍ଟିକୁଲାର ୱେରେ କର୍ମ କରିବା ପାଇଁ, ଗୁଣର ଅଧୀନରେ କଣ୍ଡିସନ ହେଇଯାଇଛନ୍ତି ଯୁଗ ଯୁଗ ଧରିକି, ଜନ୍ମ ଜନ୍ମ ଧରିକି। କିନ୍ତୁ ଯେ ମୁକ୍ତ, ଲିବରେଟେଡ ସୋଲ, ମୁକ୍ତ ଆତ୍ମା ଯିଏ, ତା ପାଇଁ ନୁହେଁ। ସୁଖ ଦୁଃଖ ତାର ତ କେବଳ ସୁଖ ହିଁ ଆନନ୍ଦ। ଲିବରେଟେଡ ସୋଲ ଦୁଃଖର କଥା ହିଁ ନାହିଁ ତା ପାଖରେ, କାହିଁକି ନା ତାର ହେଉଛି ସେଇଟା କନଷ୍ଟିଟ୍ୟୁସନାଲ ନେଚର, ତାର ସ୍ୱଭାବ ସେଇଟା। ତେଣୁ କହିବାର ଉଦ୍ଦେଶ୍ୟ ହଉଛି ଯେ ବହୁତ ଜୀବନ, ବହୁତ ଜନ୍ମରୁ ଆମେ ଏଇଭଳି ଭୌତିକ ପ୍ରକୃତିର ସଙ୍ଗରେ ଆସିକି ଆମେ ଦୂଷିତ ହେଇଛେ, କଣ୍ଟାମିନେଟେଡ, ଏବଂ ଆମେ କଣ୍ଡିସନିଂ ଆକ୍ୱାର କରିଛେ ନା ଗୋଟେ ପର୍ଟିକୁଲାର ୱେରେ କର୍ମ କରିବା, ଭାବିବା, ଚିନ୍ତିବା ଏବଂ ବ୍ୟବହାର କରିବା, ଫଳରେ ଆମେ ବାନ୍ଧି ହେଇଯାଇଛେ ଏ ଭୌତିକ ଜଗତକୁ। এই ଏକାଡେମିକାଲ ନଲେଜ বা ଯୋଉ ଥିଓରିଟିକାଲ ନଲେଜ ଆମ ପାଖରେ ଅଛି, ଇଏ ଆମକୁ କିଛି ସାହାଯ୍ୟ କରିବନି। କାହିଁକି ନା ଆମେ ଇଣ୍ଟରନାଲି ସଫର କରୁଛେ କଣ୍ଡିସନିଂ। ଯୋଉ ଇମ୍ପ୍ରେସନ୍ସ ଗୁଡିକ କ୍ରିଏଟ ହେଇଛି, ଦେ ଆର୍ ବ୍ୟାଡ ହ୍ୟାବିଟ୍ସ, ସେଗୁଡିକ ମନରେ ଷ୍ଟୋର ହେଇକି ଅଛି। ସେ ଆମକୁ କଣ୍ଡିସନ କରିଦେଇଛି, ସେଇ ଅନୁସାରେ କର୍ମ କରିବାକୁ ମଜବୁର କରୁଛି। ଏବଂ ସେଇ ଇମ୍ପ୍ରେସନ୍ସ ଗୁଡିକ ବ୍ୟାଡ ହ୍ୟାବିଟ୍ସ ଏବଂ ଆମର ପ୍ରକୃତିର ତିନି ଗୁଣର ଅଧୀନରେ ସିଏ ହଉଛି, ସେ ଆମକୁ ବାନ୍ଧୁଛି। ସେଇ ବ୍ୟାଡ ହ୍ୟାବିଟ୍ସ ଗୁଡିକୁ ଆମକୁ ସଫା କରିବାକୁ ହବ। ତାହେଲେ ଆମେ ଏଇ ଯୋଉ ବଦ୍ଧ ଜୀବନରୁ, କଣ୍ଡିସନ ଲାଇଫରୁ ବା ଆମର କଣ୍ଡିସନିଂଟାକୁ ଆମେ ପାର କରିପାରିବା, ହଟେଇ ଦେଇପାରିବା। ପ୍ରଥମ ଜିନିଷ ହଉଛି ଆମେ ଯୋଉ ଇମ୍ପ୍ରେସନ କ୍ରିଏଟ କରିଛେ, ଯୋଉ ବ୍ୟାଡ ହ୍ୟାବିଟ୍ସ କ୍ରିଏଟ କରିଛେ, ତାକୁ ଆମକୁ ସଫା କରିବାକୁ ପଡିବ ମାଇଣ୍ଡରୁ। କେମିତି କରିବା? ଯଦି ଆମେ ଗୁଡ ହ୍ୟାବିଟ୍ସ କ୍ରିଏଟ କରିବା, କାରଣ ଯୋଉ ବ୍ୟାଡ ହ୍ୟାବିଟ୍ସ କେମିତି ଆସୁଛି, ତା ନିଜ ମାନେ ଆମେ ଦେଖିଲେ ନା ଅଟୋମେଟିକାଲି ଆସୁଛି ବ୍ୟାଡ ହ୍ୟାବିଟ୍ସ। ଚୋରି କରୁଛି, ସେ ଯେହେତୁ କଣ୍ଡିସନିଂ ହେଇଛି ଜନ୍ମ ଜନ୍ମ ଧରି, ସେ ଅଟୋମେଟିକାଲି କରୁଛି, ସେ ଚିନ୍ତା କରିକି କରୁନି। ତେଣୁ ବ୍ୟାଡ ହ୍ୟାବିଟ୍ସ କମ୍ ଅପ୍ ଅନ୍ ଇଟ୍ସ ଓନ୍ ଲାଇକ୍ ୱିଡ୍ସ। ଯୋଉ ଅନାବନା ଘାସ ଯେମିତି ଉଠୁଛି, ସେଥିପାଇଁ କିଏ ତାକୁ କିଏ ମାନେ ଘାସକୁ, ଅନାବନା ଘାସକୁ କିଏ ପ୍ଲାଣ୍ଟ କରୁଛି, ଲଗଉଛି, ସେ ମନକୁ ଉଠେ। ସେମିତି ଇଏ ମନକୁ ଆସୁଛି ଏ ବ୍ୟାଡ ହ୍ୟାବିଟ୍ସ। କିନ୍ତୁ ଗୁଡ ହ୍ୟାବିଟ୍ସ ଗୁଡାକୁ ଆମକୁ କ୍ରିଏଟ କରିବାକୁ ହେଇଥାଏ, ଆମକୁ କଲ୍ଟିଭେଟ କରିବାକୁ ହେଇଥାଏ। ଯେତେବେଳେ ଏଇଭଳି ଗୁଡ ହ୍ୟାବିଟ୍ସ ଆମେ କ୍ରିଏଟ କରିବା, ସେମାନେ କଣ କରିବେ? ଏଇ ଯୋଉ ବ୍ୟାଡ ହ୍ୟାବିଟ୍ସ ଗୁଡାକୁ ସେମାନେ ବାହାର କରିଦେବେ ଅଟୋମେଟିକାଲି। ଅର୍ଥାତ୍ ଯୋଉ ଇମ୍ପ୍ରେସନ୍ସ ଆମ ମାଇଣ୍ଡରେ ଅଛି, ସେ ପୋଛି ହେଇଯିବ। ଏ ଗୁଡ ହ୍ୟାବିଟ୍ସ ଯଦି ଆମେ କ୍ରିଏଟ କରିବା, ଦିଜ୍ ଇମ୍ପ୍ରେସନ୍ସ ଆର୍ ବ୍ୟାଡ ହ୍ୟାବିଟ୍ସ, ସେ ବ୍ୟାଡ ହ୍ୟାବିଟ୍ସକୁ ଦୂର କରିଦେବ। କେମିତି? ଗୋଟେ ସୁନ୍ଦର ଷ୍ଟୋରି ମାଧ୍ୟମରେ ଆକୁ ମୁଁ କହିବି। ଥରେ ଜଣେ ଲୋକ, ସିଏ ଜଣେ ବୁଦ୍ଧିଷ୍ଟ ମଙ୍କ, ଜଣେ ବୌଦ୍ଧ ସନ୍ନ୍ୟାସ, ତାଙ୍କ ପାଖକୁ ଗଲେ ଏବଂ କହିଲେ ଯେ ମୁଁ ଆପଣଙ୍କ ଆଶ୍ରମରେ ଯୋଗ ଦେବାକୁ ଚାହୁଁଛି, କିନ୍ତୁ ମୋର ବହୁତ ବ୍ୟାଡ ହ୍ୟାବିଟ୍ସ ଅଛି, ସେ ମୋର ମାନେ ପ୍ରତିବନ୍ଧକ, ମୁଁ ଜଏନ୍ କରିପାରୁନି। ନା ଠିକ ଅଛି, ତମର ବହୁତ କର୍ମ ଫଳ, କର୍ମ ବାସନା, ବହୁତ ଇମ୍ପ୍ରେସନ୍ସ ମାଇଣ୍ଡରେ ଜମିକି ଅଛି, ଯୋଉ ଅନୁସାରେ ତମେ ଅଟୋମେଟିକାଲି ପାପ କର୍ମ କରୁଛ। ଅର୍ଥାତ୍ ମାନେ ପ୍ରକୃତିର ତିନି ଗୁଣର ଅଧୀନରେ ରହି ତମେ ଇନ୍ଦ୍ରିୟ ଭୋଗ କରୁଛ, ପାପ କର୍ମ କରୁଛ। ଇନ୍ଦ୍ରିୟ ଭୋଗ ମାନେ କଣ? ଆମେ ଯାହା କରୁଛେ ତିନି ଗୁଣ ଅଧୀନରେ, ପଜିଟିଭ ହଉ ନେଗେଟିଭ ହଉ, ଚୋରି କରିବା ହଉ ବା ମୁଁ ଗୋଟେ ବଡ କମ୍ପାନୀ ଖୋଲିକି ଅଜସ୍ର ପଇସା ମୁଁ ଆଣିବି, ସତ୍ ଉପାୟରେ ବି ମୁଁ କଲେ ବି, ସେ ମୋର ଇନ୍ଦ୍ରିୟ ଭୋଗ ପାଇଁ। ଏନିଥିଙ୍ଗ ଇନ୍ଦ୍ରିୟ ଭୋଗ।
ସେ ହଉଛି ପାପ କର୍ମ। ତେଣୁ ଭଗବାନ ଏଠି କହିବାର ଉଦ୍ଦେଶ୍ୟ ହଉଛି ଯେତେବେଳେ ସେ ସନ୍ନ୍ୟାସ କହୁଛନ୍ତି ଯେ ଠିକ ଅଛି ତମର ଗୁଡେ ବ୍ୟାଡ ହାବିଟ୍ସ ଅର୍ଥାତ୍ ଗୁଡେ କର୍ମ ବାସନା ଅଛି ବା ଗୁଡେ ମାନେ ପାପ କର୍ମ ଗୁଡିଏ ତମେ କରିଛ ସେ କଣ୍ଡିସନିଂ ହେଇକି ଅଛି, ଠିକ ଅଛି କିଛି କଥା ନାହିଁ, ଆମେ ଟ୍ରେନିଂ ଦବୁ, ତାପରେ ଦେଖ କଣ ହଉଛି। ତମେ ଯୋଗ କର, ଜଏନ କର। ଏବଂ ସେ ଜଏନ କରୁଛନ୍ତି, ଜଏନ କଲା ପରେ ତାଙ୍କୁ ସେ ପଠଉଛନ୍ତି କୋଉଠିକି ନା ତାଙ୍କର ଯୋଉ ବଗିଚା ଅଛି ପଛକଡେ ସେ ବଗିଚାକୁ ସେ ପଠଉଛନ୍ତି ଏବଂ କହୁଛନ୍ତି ସେ ବଗିଚାର ପାଖରେ ଦେଖିବ ଗୋଟେ ବଡ ଗଛ ଅଛି, ସେ ଗଛ ପାଖରେ ଧଳା ପଥର କଳା ପଥର ଅଛି। ତମେ କଣ କର ନା ଡେଲି ତମେ ଚେଷ୍ଟା କର ଭଲ ହ୍ୟାବିଟ୍ସ କ୍ରିଏଟ କରିବା ପାଇଁ। ମାନେ ଭଲ ଭଲ ହ୍ୟାବିଟ୍ସ ମାନେ ମାନେ ଯାହା ଚିନ୍ତା କରୁଛ, ଯାହା କର୍ମ କରୁଛ, ଯାହା ଯାହାକୁ ଯୋଉଠି ଯେମିତି ବ୍ୟବହାର କରୁଛ, ସବୁ ଗୁଡିକ ଭଲ ଯଦି କରୁଛ ତାହେଲେ ଧଳା ପଥର ରଖିବ, ଯଦି ଖରାପ ଯୋଉଗୁଡାକ କରିଛ ଡେଲି ତା ପାଇଁ କଳା ପଥର ରଖିବ। ତ ଏଇଭଳି ସେ କଲେ। 2 ମାସ ପରେ ଦେଖିଲେ, ମାସେ 2 ମାସ ପରେ ଯେ 10ଟି ଖଣ୍ଡେ ଅଛି ଧଳା ପଥର, ବାକି 90ଟା ହଉଛି କଳା। ତାମାନେ ସେ ହରାସ ହେଇଗଲେ, ସେ କହିଲେ ଆରେ ଇଏ ତ ମୋର ବ୍ୟାଡ ହାବିଟ୍ସ ଗୁଡାକ ବହୁତ ଅଛି, ଆଉ ମୁଁ କଣ ଜଏନ କରିବି। ସେଠୁ ପୁଣି ଯାଇକି ସନ୍ନ୍ୟାସକୁ କହିଲେ ଯେ ଏମିତି ମୋର ବହୁତ ବ୍ୟାଡ ହାବିଟ୍ସ ତ କାହିଁ କମୁନି, ନା ମୁଁ କଲି, ଆପଣ ଯୋଉ ଏକ୍ସରସାଇଜ ଦେଲେ ମୁଁ ତାକୁ କଲି କିନ୍ତୁ କମିଲାନି। ନା ଠିକ ଅଛି କରିଚାଲ, ସବୁବେଳେ ବଢେଇବାକୁ ଚେଷ୍ଟା କର ଏବଂ କରିଚାଲ ଏ ଅଭ୍ୟାସଟି, କେମିତି ଭଲ ହ୍ୟାବିଟ୍ସ କ୍ରିଏଟ କରିବ। ଏଇଭଳି କଲେ ସେ ପୁଣି 2-3 ମାସ ପରେ ଦେଖିଲେ ଯେ ତାଙ୍କର 40ଟି ଧଳା ପଥର ଆସିଗଲା। ତାଙ୍କର ଟିକେ ଆଶା ଆସିଲା ଯେ ଆରେ 10 ଥିଲା 40 ମାନେ ବଢୁଛି, ତାମାନେ ହେଲା ବୋଧେ। ଏବଂ ଆଉ 5-6 ମାସ ବର୍ଷେ କାମ କଲା ପରେ ସେଇଭଳି ଦେଖିଲେ ତାଙ୍କର 100ରୁ 90ଟା ପଥର ଧଳା ହେଇଗଲାଣି। ତା ଅର୍ଥ କଣ ଯେ ଯୋଉ 100ଟି ସେ ଦିନ ଭିତରେ କେତେ ସେ କର୍ମ ବା କେତେ ଭାବନା ବା କେତେ ବ୍ୟବହାର ସେ କୋଉଠି କରୁଥିବେ, ଯେତିକି 100ଟା କଲେ ବି ତାମାନେ ଯୋଉ 100ରେ ସେ ଦିନ ଥିଲା 90ଟା ସେ କରୁଥିଲେ ଖରାପ ଯୋଉ ହାବିଟ୍ସ, ସେଗୁଡିକ କନଭର୍ଟ ହେଇଗଲାଣି ଭଲ ହାବିଟ୍ସ, ତାମାନେ ଚାଲିଗଲାଣି 90 ଭାଗ ଖରାପ ହାବିଟ୍ସ। ତେଣୁ ଗୁଡ ହାବିଟ୍ସ ଡ୍ରାଇଭ୍ ଆଉଟ୍ ବ୍ୟାଡ ହାବିଟ୍ସ ଫ୍ରମ୍ ମାଇଣ୍ଡ। ତେଣୁ ଏଇ ଆମକୁ ଆମେ ଦେଖିବା ଯେ ମାନେ କହିବାର ଉଦ୍ଦେଶ୍ୟ ହଉଛି ଆମର ଦିଟା ମାଇଣ୍ଡ, ଗୋଟେ ହଉଛି କନସିୟସ୍ ମାଇଣ୍ଡ ଆଉ ଗୋଟେ ହଉଛି ସବକନସିୟସ୍ ମାଇଣ୍ଡ। ଏଇ ଯୋଉ ଇମ୍ପ୍ରେସନ କଥା ମୁଁ କହିଲି, ଯୋଉ କର୍ମ ବାସନା ଯୋଉ ଅନୁସାରେ ଆମେ ମଜବୁର ହଉଛେ ନେକ୍ସଟ ଲାଇଫରେ ସେଇ ଅନୁସାରେ କର୍ମ କରିବା ପାଇଁ, ଏଇ ଯୋଉ ଇମ୍ପ୍ରେସନ ଗୁଡିକ ଏ କୋଉଠି ଅଛି ସବକନସିୟସ୍ ମାଇଣ୍ଡରେ। ଏଇଟା ଗୋଟେ କନସିୟସ୍ ମାଇଣ୍ଡ, ଇଏ ଗୋଟେ ସବକନସିୟସ୍ ମାଇଣ୍ଡ, ଏଇଠି ରହିଛି ସବୁ ଇଏ ପ୍ୟାକ୍ଟ। ମୁଁ ଏଇଠି କିଛି ପରିବର୍ତ୍ତନ କରିପାରିବିନି। ଏଇ ଯୋଉ କନସିୟସ୍ ମାଇଣ୍ଡ ଏଇଠି ମୁଁ କିଛି ପରିବର୍ତ୍ତନ କରିପାରିବି। ତା ଅର୍ଥ ମୁଁ ଯେତେ ଗୁଡ ହ୍ୟାବିଟ୍ସ କ୍ରିଏଟ କଲି ସେ କଣ ହେଲା ଏଇଠି ଷ୍ଟୋର ହେଲା କନସିୟସ୍ ମାଇଣ୍ଡରେ। ଏବଂ ସେ କଣ କରିବ ଗ୍ରାଜୁଆଲି ଗ୍ରାଜୁଆଲି ସେ ପ୍ରେସର ତଳକୁ ଦବ। ତ ପ୍ରେସର ତଳକୁ ଦେଲେ କଣ ହବ ନା ଏ ଯୋଉ ପ୍ୟାକ୍ଟ ଅଛି ସବକନସିୟସ୍ ମାଇଣ୍ଡ ଏଥିରୁ କିଛି ଖସିବା ଆରମ୍ଭ ହେବ। ଫର ଏକ୍ସାମ୍ପଲ, ଯେତେବେଳେ ଧରନ୍ତୁ ଆପଣ ଗୋଟେ ବସ୍ତାରେ ବା ବ୍ୟାଗରେ ଆପଣ ଭର୍ତ୍ତି କରୁଛନ୍ତି କୋଳି, ଏବଂ ସେ କୋଳି ଯେତେବେଳେ ପ୍ୟାକ୍ ହେଇଗଲା ଆପଣ କଣ କଲେ ନା ସିଲେଇ କରିଦେଲେ, କରିକି କିଛିଟା ମୁହଁ ଏତିକି ଛାଡିଦେଲେ ତାଠୁ ଖୋଲା, ଏବଂ ସେ ତାର ଭିତରେ ଆଉ କୋଳି ଭର୍ତ୍ତି କରୁଛନ୍ତି ଆସ୍ତେ ଆସ୍ତେ, ଏବଂ ତାକୁ ହଲେଇ ଦଉଛନ୍ତି, ପୁଣି ଭର୍ତ୍ତି କରୁଛନ୍ତି, ପୁଣି ହଲେଇ ଦଉଛନ୍ତି, ପୁଣି ଭର୍ତ୍ତି କରୁଛନ୍ତି। ଏବଂ ଆମେ ଦେଖୁଛନ୍ତି ଯେ ଯେତେ ଭର୍ତ୍ତି କରୁଛନ୍ତି ସେ ଯାଉଛି ତା ଭିତରୁ କୁଆଡେ, ସ୍ପେସ୍ ଆସୁଛି କୋଉଠୁ, କିଛି ସମୟ ପରେ ଦେଖିଲା ବେଳକୁ ସେ ତଳେ କଣା ହେଇଗଲାଣି। ଅର୍ଥାତ୍ ଉପରେ ଆମେ ଯାହା ଦଉଛେ ସେ ପ୍ରେସର ହେଇକି ତଳେ କଣା ହେଇଗଲାଣି, ତେଣୁ ସେ ଖସିକି ପଳେଇ ଯାଉଛି। ତେଣୁ ଯେତେବେଳେ ଆମେ ଗୁଡ ହ୍ୟାବିଟ୍ସ କ୍ରିଏଟ କରି 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 ଚାଲିଥିବା ଅଟୋମେଟିକାଲି ସେ ବ୍ୟାଡ ହ୍ୟାବିଟ୍ସକୁ ବାହାର କରିଦବ। ଏଇ ଗୁଡ ହ୍ୟାବିଟ୍ସ ଗୁଡିକ କଣ
ताल को गुड हैबिट्स हमें क्रिएट करवा ताल हमर जो इंप्रेशंस गुडा को अच्छी माइंड रे जो अनुसार हमें गोटे पर्टिकुलर वे रे कर्म करूचे पर्टिकुलर वे रे हमें भाबुचे पर्टिकुलर वे रे हमें व्यवहार करूचे जोटा की होउची हमर इंद्रिय भोग आउ किछि नै एही होउची पर्टिकुलर वे आमे सेथुरु निवृत्त हवा को हेले हमकु कोन करिया को ना गुड हैबिट्स क्रिएट करिया को पड़िबो गुड हैबिट्स कोन कृष्ण चेतना भक्ति प्रेममय सेवा भगवान देखो इस्कन गोटे माने गोटे प्लेटफॉर्म जोटी माने बहुत भल भल जिनस गुड हैबिट्स से माने शिखेइबे प्रातः मुहूर्त रे केमती उठिबा पई तार फायदा कोन अर्ली केमती सोइबा तार फायदा कोन चारोटी नियम कथा कहिबे कम से कम माने अहिंसा शिखौचंती माछ मांस ये सब प्राणी हत्या न करिके खाइबा जिन सब मना करूचंती क्लीनलीनेस माने अवैध संपर्क न रखिया कथा कहउचंती इलिसिट रिलेशन इस गुड हैबिट्स एवं कोनोसी मादक द्रव्य सेवन करिया कथा भी मना करूचंती काहे कि ना ये हमको तळुकु नै जीवो सत्य कहया कथा शिखौचंती कहउचंती जुआ खेलना मिछ कहना गलत वे रे पैसा रोजगार करना ठकना काहू तो ये भली जो जिनस शिक्षा से माने दौचंती अपार्ट फ्रॉम दैट से माने स्ट्रेस दौचंती कोठी श्रवण कीर्तन स्मरण इथरे हमको दौचंती माने एम्फासिस कहउचंती ये कम से कम गीता भागवत सुनो गीता भागवत को पढ़ ताले प्यूरिफिकेशन आसीबो माइंड रो शुद्ध हो अर्थात जो भीतर इंप्रेशन रही से सफा हवा आरंभ हे हरे कृष्ण महामंत्र जप आमे जपिवा एथर मध्य भगवान निजे हृदय रे रही कि हम माइंड रु से भोग वासना जो कर्म वासना भरी रही ताको सफा करिवा से इंप्रेशन को सफा करिवे म्यूट कर दियंतु कोठी टिक अनम्यूट हे जाई छांग देखि दियंतु कार अनम्यूट हे जे तबे ये हला कीर्तन आ गोटे बड़ जिनस होची एसोसिएशन संग माने निज सर्कल तैयारी करंतु जो सर्कल केवल भक्त मानकर हेतिबो हाँ तेणु जो माने मु कहूली जे संग संगटा होची इम्पोर्टेंट डिस्टर्बेंस रो गोटे सेकंड हैंग हे जाई मो वॉइस जाउची हरे हाँ कृष्ण भॉइस सुबुची वॉइस सुबुची टिके हैंग कहीं हे गला गोटे सेकंड देखिवा हैंग तो है नहीं सब ठीक अछि हाँ ठीक अछि हाँ हाँ मोर कहीं चालुनी एनीवे से जा भी हो तबे हमको एई गुडी को करबा को पड़िबो मु कहउतली कोन ना संग एसोसिएशन एसोसिएशन कोन ना देखंतु
ଆମର सर्कल अनुसार ଆମର हैबिट क्रिएट होउची आमे केते गुडे जिंस करूचे धरतु आमको जो प्रकृतिर गुण रे आमे इंप्रेशन क्रिएट करछे प्रकृतिर गुण रे आमे मजबूर होउचे करबा को किंतु सेटा को आमे जो सर्कल रहचे से ऑटोमेटिकली सेमान सेया करछन्ते आमे भी सेमति करते चली जाउचे किंतु तबले भक्त संग रे आमे रहिबा साधु संग रे आमे रहिबा हमर कोन हबो ना सब बेले सेमाने जहा करूचंती ताको अनुसरण करबा को आमे चेष्टा करबा ताले कोन हबो ना ऑटोमेटिकली ए जिंस हमर इंप्रेशंस जो माइंड रे रहिची आमे से ताको से पोछि हे जिवो एई भली तेणु से गोटे जिंस आ स्मरण गोटे जिंस स्मरण होउची कोन ना जो धरतु आमे जहा भी करूचे जे कोनोसी कर्म करूचे आमे कृष्ण को सेंटर रे रखी की केंद्र रे रखी की आमे सब कर्म करिबा माने जदि आमे जेमति मु कहूतिले आमे जदि परिबा आणुचे आमे जदि ग्रोसरी आणुचे आमे जहा करूचे आमे सबु भगवान पई करूचे बोली कि हमकर हमर कॉन्शियसनेस हमर माने रहिबो आमे सब बेले भगवान को मने पकेबा जे भगवान पई आमे करूचे घर को जे कोनोसी जिंस आणुचे भगवान पई करूचे तांको सेंटर रखी कि हमको सब कर्म करबा को पड़िबो ए होची इंपोर्टेंट एवं मेन जिनिस होचे एतरे कोन ना जो कृष्ण माने केतेक लोक कहंती जे कृष्ण चेतना रे जो आमे कर्म करूचे एटा गोटे किछि माने बड़ कथा नुहे एटा जे मनुष्य भी करि परिबो ना से नुहे एक्जेक्टली से जिनिस नुहे या पई दरकार गोटे प्रॉपर ट्रेनिंग एटा जे मनुष्य आमे आमे कोन ना ट्रेनिंग कोन ना गोटे जणे जे जानिची कृष्ण चेतना जहांकर ज्ञान अछि जे एथरे ट्रेंड आगुरु भगवान कर जे रिप्रेजेंटेटिव परंपरा रे आसुचंती तांको पाखरे ट्रेनिंग नवा पड़िबो केमिति कृष्ण चेतना रे कर्म करबा को हुए तो एई भली माने आमे एई भली देखिले जे मेन जिंस होउची जे एथरे आर जिस्ट आमे जहा कहूचे वर्तमान एक श्लोक रे भगवान कोन कहबा को चेष्टा करजंती जे देखो जो कर्म जोगो आ ज्ञान जोगो तार लिमिटेशन को लिमिटेशंस को जणे लोक जो निष्काम कर्म जोग अनुसार जदि जणे टोटाली माने कोन बुड़ी की रही कोटी भोग वासना रे जे बुड़ी की टोटाली रही ताकू आमे निष्काम कर्मर जहा रही विधि नियम अनुसार कर्म करिबा तार शुद्ध हब बोली की कुहा होची जे अछि भोग वासना रे अछि अच्छा जे ज्ञान जोग जोटा कहूची से ज्ञान जोग रे कोन ना जे जार हृदय शुद्ध होईची से पुनी फर्दर ऊर्ध्व को उठी पारिबो शुद्ध न होइतले ज्ञान जोग रे जाई पारिबोनी किंतु ए जो माने निहाती माने गुडी की अछंती भोग वासना रे सेमानक पई ना ये कर्म जो निष्काम कर्म जोग ना ज्ञान जोग ए दीटा जाक किछि सहाय हबनी तांकू एनलाइटन करिया पई बा तांकू ऊर्ध्व को उठेबा पई तांको पई सेति पई ए श्लोक अनुसार कहउचंती जे भक्ति जोग जदि डायरेक्ट भक्ति रे से माने चली आसिले जोटा की भक्ति डिपेंड करूनी कहा ऊपरे जे मोर हृदय शुद्ध हेतिबा दरकार एक तो से बुड़ी की रही भोग वासना रे भोग वासना से उठी पारुनी प्रत्येक लोक प्रत्येक जीव ए दुनिया रे तो डायरेक्ट जेत बळे कृष्ण चेतना रे बा भक्ति जोग रे आमे पळे आसुचे से शुद्ध न थिले भी हमर हृदय से शुद्ध हवा आरंभ हो एवं आमे उच्च स्तर को उन्नीत हेई परिबा ए श्लोक रो एही मीनिंग आसुची तबे आज समय हो जाईची आज आउ आगु को जीवानी
ଆମେ ଏଇଠି ରହିବା। हरे कृष्ण। ग्रंथराज श्रीमद् भगवद गीता की जय, श्रीला प्रभुपाद की जय, गौर भक्त वृंद की जय। हरे कृष्ण।